ରାଉରକେଲା ସହରକୁ ଭିକାରୀ ମୁକ୍ତ ସହର ବୋଲି ଘୋଷଣା କରାଯାଉ ଏବଂ ରାଉରକେଲା ସହରରୁ ଆରମ୍ଭ କରି ଦୁର୍ନୀତି ମୁକ୍ତ ସ୍ୱାଧୀନ ଭାରତବର୍ଷର ସ୍ୱପ୍ନ ନେଇ ଆଜି ରାଉରକେଲା ସହରରୁ ନବ ଯୁବପିଢ଼ିଙ୍କ ଗହଣରେ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ ଫୋର୍ସ ଆନ୍ତର୍ଜାତୀୟ ମାନବାଧିକାର ବାହିନୀ ଏକତ୍ର ଏକ ବୈଠକ ମାଧ୍ୟମରେ ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ ଫୋର୍ସ ଅର୍ଗାନାଇଜେସନର ଚେୟାରମ୍ୟାନ୍ ଆଣ୍ଡ ଫାଉଣ୍ଡର ମିଷ୍ଟର ବିଶ୍ୱଜିତ ମଲ୍ଲିକଙ୍କ କହିବା ଅନୁଯାୟୀ ଆମେ ହେଉଛୁ ସମସ୍ତେ ସ୍ୱାଧୀନ ଭାରତବର୍ଷର ନାଗରିକ। ଆମେ ସମସ୍ତଙ୍କର ସ୍ୱାଧୀନ ଭାବେ ଏ ପୃଥିବୀ ପୃଷ୍ଠରେ ଏ ଆକାଶ ଏ ମାଟି ଏ ପାଣି ଏ ପବନ ଏ ନଦୀ ଏ ଝରଣା ଏ ସମସ୍ତ ପ୍ରକୃତି ଉପରେ ସମସ୍ତଙ୍କର ସ୍ୱାଧୀନ ଅଧିକାର ଅଛି। ସମସ୍ତେ ସ୍ୱାଧୀନତାର ସହିତ ବଞ୍ଚିବା ଆମର ଅଧିକାର। ତେଣୁ ମାନବ ଜାତିର ନିଜସ୍ୱ ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ଫୁଟପାଥରେ ଶୋଉଥିବା ସେ ଅନେକ ଭିକାରୀମାନଙ୍କୁ ଗରିବ ଲୋକମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ବୁଝିବାକୁ ଯାଇ ସେମାନଙ୍କର ମୌଳିକ ଅଧିକାରକୁ ସେମାନଙ୍କୁ ଉଚିତ ରୂପରେ ଯୋଗାଇ ଦେବାର ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତୀୟ ମାନବାଧିକାର ବାହିନୀ ତିରଙ୍ଗା ତଳେ ଶପଥ ପାଠ କରୁଛି ଯେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ନିଃସ୍ୱାର୍ଥ ଏବଂ ନିର୍ଭୟର ସହିତ ମାନବ ଜାତିର ସେବା ଓ ସାହାଯ୍ୟ ସହଯୋଗ କରିବ ଏବଂ ଦୁର୍ନୀତି ମୁକ୍ତ ସହରରୁ ଜିଲ୍ଲା ରାଜ୍ୟରୁ ଦେଶଟିଏ ଗଢ଼ିବା ପାଇଁ ସମ୍ପୂର୍ଣ୍ଣ ଦୃଢ଼ ନିଷ୍ପତ୍ତିବଦ୍ଧ ହେବେ। ନିଜର ସମସ୍ତ ଅର୍ଗାନାଇଜେସନର ସଦସ୍ୟମାନଙ୍କୁ ସତ୍ୟ ଓ ନ୍ୟାୟର ଶପଥ ପାଠ କରାଇ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ ଫୋର୍ସ ଅର୍ଗାନାଇଜେସନ ଆଜି ଧୀରେ ଧୀରେ ନିଜର ସଫଳତାର ସୋପାନ ଚଢ଼ିବା ଆରମ୍ଭ କରିଛି। ପଲ୍ଲୀରୁ ଦିଲ୍ଲୀ ଯାଏଁ, ଗାଁରୁ ସହର ଯାଏଁ, ରାଜ୍ୟର ସବୁ କୋଣ ଅନୁକୋଣରେ ଏହି ଆନ୍ତର୍ଜାତୀୟ ମାନବାଧିକାର ବାହିନୀର ନିଷ୍ପତ୍ତି ଓ ନିର୍ଣ୍ଣୟ ଉପରେ ପ୍ରଶଂସାର ଭୂୟ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଶିକ୍ଷିତ ବୁଦ୍ଧିଜୀବୀଙ୍କ ଗହଣରେ ଗୋଟିଏ ହିଁ ନାରା ଯେ ଯଦି ଏହି ଯୁବପିଢ଼ି ଏହି ଆନ୍ତର୍ଜାତୀୟ ମାନବାଧିକାର ବାହିନୀର ସମସ୍ତ କର୍ମକର୍ତ୍ତାଗଣ ଯେଉଁ ପଥଗାମୀ ଯେଉଁ ସୁପଥଗାମୀ ଯେଉଁ ସତ୍ୟ ଓ ନ୍ୟାୟ ପଥଗାମୀ ହୋଇଛନ୍ତି ତାହା ଯଦି ସତ୍ୟରେ ସରକାରଙ୍କ କର୍ଣ୍ଣପାତ ହୁଏ ବା ଆଖି ଦୃଷ୍ଟିଆ ହୁଏ ବା ସରକାରଙ୍କ ତରଫରୁ ପ୍ରୋତ୍ସାହନମୂଳକ ସାହାଯ୍ୟ ସହଯୋଗ ମିଳିପାରେ ତେବେ ନିଶ୍ଚୟ ଏହି ଯୁବପିଢ଼ି ଦିନେ ନା ଦିନେ ଆମ ସମାଜକୁ ପରିବର୍ତ୍ତନ ସହିତ ଦିନେ ଦେଶକୁ ସ୍ୱାଧୀନ ଭାରତବର୍ଷର ସୁନ୍ଦର ଛବିଟିଏ ନିଶ୍ଚୟ ଆଙ୍କିପାରିବେ ବୋଲି ଆଜି ସମସ୍ତ ବୁଦ୍ଧିଜୀବୀଙ୍କ ଗହଣରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟରେ ନୂଆ ସରକାର ବଦଳିବା ସହିତ ଯଦି ସମସ୍ତ ନୀତି ନିୟମ ଗୁଡ଼ିକ ବଦଳିଯିବା ଆରମ୍ଭ ହୁଏ ଦୁର୍ନୀତି ମୁକ୍ତ ଭାରତଟେ ଗଢ଼ି ତୋଳିପାରୁ କିମ୍ବା ଦୁର୍ନୀତି ମୁକ୍ତ ସହରଟିଏ ଗଢ଼ିପାରୁ ରାଜ୍ୟଟେ ଗଢ଼ିପାରୁ କିମ୍ବା ଭିକାରୀ ମୁକ୍ତ ସହର ରାଜ୍ୟ ବା ଦେଶଟିଏ ଗଢ଼ିପାରୁ ତେବେ ନିଶ୍ଚୟ ଆମ ଦେଶରେ ପରାଧୀନତା ସମୟରୁ ଯେଉଁ ଭିକାରୀ ସହର ବୋଲି ଭିକାରୀ ଦେଶ ବୋଲି ବା ଦୁର୍ନୀତି ସହର ବା ଦୁର୍ନୀତି ଦେଶ ବୋଲି ଯେଉଁ କଳଙ୍କଟିଏ ଲାଗିଛି ସେ କଳଙ୍କ ନିଶ୍ଚୟ ଦିନେ ଧୋଇ ହୋଇପାରିବ ବୋଲି ମାନ୍ୟବର ଶ୍ରୀଯୁକ୍ତ ଚେୟାରମ୍ୟାନ୍ ମିଷ୍ଟର ମଲ୍ଲିକ ସାର୍ ମହୋଦୟଙ୍କ ବକ୍ତବ୍ୟରେ ଏହା ଅଭିଭାଷଣ ଥିଲା।